ଠାକୁରଙ୍କର ବୃନ୍ଦାବତୀ 3 ଥାକ ହୋଇଥାଏ, ପିରାମିଡ ଭଳି ଆକୃତିର ହେଇଥାଏ ଏବଂ ତା ଉପରେ ମୁଣ୍ଡ ଉପରେ ତୁଳସୀ ଗଛ ଥାଏ, ତାହେଲେ ହବ। ଆଉ ତାହା ଯଦି କିମ୍ଭୂତ କିମ୍ଭାକାର ହେଇଗଲା, ତାହେଲେ କଦର୍ଥ ହେଇଗଲା, ତାହେଲେ ଆଉ ସେ ବୃନ୍ଦାବତୀଙ୍କର କ'ଣ ପ୍ରଭାବ ରହିଲା? ଇଏ ହେଉଛି ମୋର ବ୍ୟକ୍ତିଗତ ଚିନ୍ତାଧାରା। ଦର୍ଶକ ବନ୍ଧୁ, ମୁଁ ଜାଣିନି ଆପଣମାନେ ମୋ କଥା ସହିତ ଏକମତ ହେଇପାରିବେ କି ନାହିଁ, କିନ୍ତୁ ମୁଁ ଆପଣମାନଙ୍କୁ ଯାହା ତଥ୍ୟ ପ୍ରଦାନ କରୁଛି, ଯାହା ବୃନ୍ଦାବତୀଙ୍କର ଇତିହାସ ସମ୍ପର୍କରେ ମୁଁ ଅବଲୋକନ କରିଛି, ସେହି ସମ୍ପର୍କରେ ମୁଁ ଆପଣମାନଙ୍କ ଆଗରେ ତଥ୍ୟ ରଖୁଛି। ତେବେ ଏ ଯେ ବୃନ୍ଦାବତୀ ଆମେ ଘର ଆଗରେ ରଖୁଛେ, ଏହା ଆମର ଅନେକ ଲୋକ ପ୍ରଶ୍ନ କରନ୍ତି, ଘରୁ ବାହାରିଲା ବେଳକୁ କେଉଁଠି ରଖିବା? ଘରୁ ବାହାରିଲା ବେଳକୁ ଆମେ ଦକ୍ଷିଣ ପାର୍ଶ୍ୱରେ ବୃନ୍ଦାବତୀ ରଖିବା ଏବଂ ଏହି ବୃନ୍ଦାବତୀ ଆମର ଘର ଚକଡ଼ାକୁ ଲାଗିକି ରହିବେ ନାହିଁ। ଆମର ଯେ ଓଳି ପାଣି ପଡୁଛି, ଓଳି ପାଣି କହିଲେ ଘରର ଯେ ଲାଷ୍ଟ ବର୍ଡର ରହିଛି, ସୀମା ରହିଛି, ଯେଉଁ ପାଣି ଝରୁଛି, ସେ ପାଣି ଆମର ଚଉରାର ପାର୍ଶ୍ୱରେ ପଡ଼ିବା ଦରକାର। ତେଣୁ ଆମେ ଚଉରାକୁ ଏଭଳି ସ୍ଥାନରେ ରଖିବା, ବୃନ୍ଦାବତୀଙ୍କୁ ଏଭଳି ସ୍ଥାନରେ ରଖିବା ଯେଭଳି ଆମର ଓଳି ଧାରର ପାଣି ପଡୁଥିବ। ତେଣୁ ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ଆମର ଚଉରା ଘର ପାଖରେ ରହିବା ଦରକାର। ତେବେ ହଁ, ଚକଡ଼ାକୁ ଆମର ଯେଉଁ ଘରର ଫାଉଣ୍ଡେସନ ରହିଛି, ମୂଳ ବେସ୍ ରହିଛି, ସେ ମୂଳ ବେସ୍ ସହିତ ଲାଗିକି ରହିବେନି। ଅନ୍ୟୁନ ଆମର 1 ହାତ କିମ୍ବା 2 ହାତ କିମ୍ବା 3 ହାତ 4 ହାତ ବ୍ୟବଧାନରେ ଆମେ ରଖିପାରିବା। ଯଦି ଆମକୁ ସେଭଳି ସୁବିଧା ଉପଲବ୍ଧ ହେଉନାହିଁ, ଆମେ ଦରକାର ପଡ଼ିଲେ 5-6 ହାତ ଦୂରରେ ମଧ୍ୟ ଆମେ ରଖିପାରିବା। ଦର୍ଶକ ବନ୍ଧୁ, ଆମେ ବୃନ୍ଦାବତୀ ଦୂରରେ ରଖିଲେ କୌଣସି ଅସୁବିଧା ନାହିଁ, କିନ୍ତୁ ଟିକେ ଏଠି ହିସାବ ରହିଛି, ବୁଝନ୍ତୁ। ଯଦି ଆମର ଘରର ଫାଉଣ୍ଡେସନ ବା ମୂଳଦୁଆ ଠାରୁ 1 ହାତ ଦୂରରେ ରହୁଛନ୍ତି, ତାହେଲେ ଧ୍ୟାନ ଦେବେ ଯେ ଚଉରା ଯେଉଁ ରହିବେ, ଚଉରା ଯେଉଁ ପିଣ୍ଡି ଉପରେ ବସିବେ, ଯେଉଁ ବେସ୍ ଉପରେ ରହିବେ ଚଉରା, ସେ ପିଣ୍ଡିଟି ଆମର ପ୍ଲିନ୍ଥ ପତନ ଠାରୁ ବା ମେଜିଆ ପତନ ଠାରୁ, ଘରର ମେଜିଆ ପତନ ଠାରୁ ଅନ୍ୟୁନ 8 ଆଙ୍ଗୁଳି ଉଚ୍ଚତା ହେଇଥିବା ଦରକାର। ମନେ ରଖିଲେ, ଘରର ମେଜିଆ ପତନ ଠାରୁ ଚଉରାର ପିଣ୍ଡି ବା ଚଉରାର ମେଜିଆ ଅତି କମରେ 8 ଆଙ୍ଗୁଳି ଅଧିକ ହେବା ଦରକାର। ଯଦି ଆମର ଘର ପାଖରେ ଆମର ଫାଉଣ୍ଡେସନକୁ ଯଦି ଲାଗିକି ରହୁଛନ୍ତି, ତାହେଲେ 8 ଆଙ୍ଗୁଳି ହେବ। ଯଦି ଆମେ 1 ହାତ ବ୍ୟବଧାନ କରିଦେଉଛେ, ତାହେଲେ 9 ଆଙ୍ଗୁଳି ହେବା ଦରକାର। ଯଦି ଏଇଭଳି ଆମେ ହାତେ ହାତେ ଅଧିକ ଅଧିକ ବଢ଼େଇ ବଢ଼େଇ ଯାଉଛେ, ଅର୍ଥାତ୍ ଘରଠାରୁ ଦୂରେଇ ଦୂରେଇକି ଯାଉଛେ, ଚଉରାକୁ ରଖୁଛେ, ତାହେଲେ ପ୍ରତ୍ୟେକ 1 ହାତ ଦୂରତା ପାଇଁ 1 ଲେଖା ଆଙ୍ଗୁଳି ସେଠି ଆଡ୍ ହେବା ଦରକାର।